ସିଦ୍ଧାନ୍ତ ତା ଆଗରେ ଖଣ୍ଡଗିରି ଆଉ ହିମାଳୟ ଖଣ୍ଡଗିରି ସହିତ କଣ କଥାବାର୍ତ୍ତା କରିବେ? ଏ ବି ଗର୍ବ, ଏ ଖଣ୍ଡଗିରି ଗର୍ବ, ଜଣେ କଳାକାର। ୟାର ସେମିତି କିଛି ଦାନ ନାହିଁ, କେବଳ କଳା ଦୁନିଆରେ ଦାନ ଅଛି। ସିଦ୍ଧାନ୍ତ କଣ କହିବ? ରାଜା ସ୍ୱାଇଁ ହିମାଳୟ, ସିଦ୍ଧାନ୍ତ ତା ଆଗରେ ଖଣ୍ଡଗିରି ଆଉ ହିମାଳୟ ଖଣ୍ଡଗିରି ସହିତ କଣ କଥାବାର୍ତ୍ତା କରିବେ? ବିରାଟ ଲୋକ ରାଜା ସ୍ୱାଇଁ, ଗୋଟେ ଗର୍ବ ଓଡ଼ିଶାର। ଏ ବି ଗର୍ବ, ଏ ଖଣ୍ଡଗିରି ଗର୍ବ, ଜଣେ କଳାକାର। ୟାର ସେମିତି କିଛି ଦାନ ନାହିଁ, କେବଳ କଳା ଦୁନିଆରେ ଦାନ ଅଛି। ମନୋରଞ୍ଜନ ପାଇଁ ସିଦ୍ଧାନ୍ତର ଆବଶ୍ୟକ। ସବୁ ପ୍ରକାର କାର୍ଯ୍ୟକ୍ରମ ପାଇଁ, କ୍ରୀଡ଼ାଠୁ, ନାଚଠୁ, କୃଷିଠୁ, ଇରିଗେସନ ଟୁ, ଇଣ୍ଡଷ୍ଟ୍ରି ଟୁ, ସବୁଥିରେ ରାଜା ସ୍ୱାଇଁର ରୋଲ ଅଛି। ନା ଫିଟ୍ ନ ହେଇଥାନ୍ତା ତାକୁ ଏମଏଲଏ ଟିକେଟ ମିଳିଥାନ୍ତା ଆଉ ଏମଏଲଏ ହେଇଥାନ୍ତା ଫିଟ୍। କିନ୍ତୁ ଖଣ୍ଡଗିରି ସାଥିରେ ସମାନ। ହିମାଳୟ ନୁହଁ, ରାଜା ସ୍ୱାଇଁ ହିମାଳୟ।